ୱେଲକମ୍ ବ୍ୟାକ୍ ଟୁ ମାଇ ଚ୍ୟାନେଲ୍ ବୋଉ ଆଉ ମୋର ରୋଷେଇ ଆଉ କିଛି କିଛି କଥା। ଚାଲନ୍ତୁ ଆଜି ଦେଖିବା ଘରେ ଆମେ ବଡ଼ି ବନେଇଛୁ, ଯେଉଁଟାକି ଆପଣମାନଙ୍କୁ ଆମକୁ ସମସ୍ତଙ୍କୁ ବହୁତ ଭଲ ଲାଗେ। କାଲିଠୁ ବୋଉ ମାନେ ରାତି 11ଟାରୁ ବୋଉ ଏଠି ବିରି ଭିଜେଇକି ରଖିଥିଲା। ସକାଳେ ତାକୁ ଆମେ ବାଟିକି ଏଠି ଆମେ ତାକୁ ଫେଣା ହଉଛି। ଏଠି ଭାଇ ବୋଉକୁ ଟିକେ ହେଲ୍ପ କରିଦଉଛି ଫେଣିବାରେ। କାହିଁକି ନା ଯେତେ ବି ଫେଣା ହବ ବଡିଟା ସେତେ ଫୁଲିବ ଆଉ ଟିକେ ହାଲକା ହବ। ନ ଫେଣିଲେ ସେଇଟା କଣ ହବ ନା ବହୁତ ଟାଣ ହବ। ଟାଣ ହେଲେ ସେଇଟା ମାନେ ଟେଷ୍ଟ ଜମା ବି ଭଲ ଲାଗିବନି। ସେଥିପାଇଁ ଆକୁ ବହୁତ ଫେଣିବାକୁ ପଡ଼େ। ତ ସେଥିପାଇଁ ଭାଇ ଏଠି ବୋଉକୁ ହେଲ୍ପ କରିଦଉଛି, ଫେଣି ଦଉଛି। ତ ଭାଇ ଗୋଟେ ନୂଆ ପ୍ରୋସେସ ରେ ଏଠି ଫେଣୁଛି। ବୋଉକୁ କହୁଛି କି ନାଇଁ ଏଠି ଗ୍ଲାସ ରେ ଫେଣେ। ତ ମୁଁ ଗ୍ଲାସ ରେ ଫେଣୁଛି, ତ ଭାଇ ସେଠି ଗ୍ଲାସ ରେ ଫେଣି ଦଉଛି, ବୋଉକୁ ଦେଖଉଛି ଏମିତି ଫେଣେ। ତ ବୋଉକୁ ଭାଇ ହେଲ୍ପ କରିଦଉଛନ୍ତି ଏଠି। ତ ଏଇଭଳି ଭାବରେ ବଡିଟାକୁ ଏମିତି ଆମେ ଫେଣିଲେ ତ ବଡିଟା ହାଲକା ରହିବ ଆଉ ବହୁତ ଖାଇବାକୁ ବହୁତ ଟେଷ୍ଟ ଲାଗିବ। ତ ତାକୁ ଯେତେ ତୁମେ ଫେଣି ପାରିବ ସେତେ ଫେଣିବା ଦରକାର। କାହିଁକି ନା ନ ଫେଣିଲେ ସେଟା ଟେଷ୍ଟ ହିଁ ଖରାପ ହେଇଯିବ, ଜମା ବି ଭଲ ଲାଗିବନି, ଜମା ବି ହାଲକା ହିଁ ଲାଗିବନି। ତ ସେଥିପାଇଁ ଏଠି ବୋଉ ବହୁତ ମାନେ ଫେଣା ହଉଛି ବଡିକୁ, ଆଉ ବହୁତ ହାତ ବି କାଟେ ବହୁତ ମାନେ ଆକୁ ଫେଣିଲେ। ତ ଏଠି ସେଇଭଳିଆ ଫେଣା ହିଁ ହଉଛି। ଆଉ ଆପଣ ମାନଙ୍କୁ ବଡି କେମିତି ଲାଗେ, କାହାକୁ କାହାକୁ ବଡି ଭଲ ଲାଗେ? ସବୁ ଆମକୁ ତ ବହୁତ ଭଲ ଲାଗେ ବଡି। ଆଉ ସବୁ ଯେହେତୁ ଗୋଟେ ସମର ସିଜନ ଚାଲିଛି, ତେଣୁକରି ବଡି ଚୁରା ତ ନହେଲେ ନ ଚଳେ ପଖାଳ ସହିତ। ତେଣୁକରି ଆମେ ନିଜେ ହିଁ ବଡି ଆମେ ବାହାରୁ ଆମେ କେବେ କିଣିକି ଆଣୁନୁ, ତ ଆମେ ନିଜେ ହିଁ ବଡି ତିଆରି କରୁଛୁ। ବହୁତ ବଡି ବହୁତ ଭଲ ଲାଗେ, ଆପଣ ମାନଙ୍କୁ ବି ବହୁତ ଟେଷ୍ଟି ଲାଗେ ବଡି। ତ ଆପଣ ମାନେ ବି ଏଇ ପ୍ରୋସେସ ରେ ଘରେ ବନାନ୍ତୁ ଆଉ ସମସ୍ତଙ୍କୁ ଖୁଆନ୍ତୁ। ଏଇଠି ଆମର ବଡି ଦେଖନ୍ତୁ ପ୍ରୋସେସ ଟା ରେଡି ହେଇଗଲାଣି। ତାକୁ ଆଉ ଟିକେ ଆମେ ଫେଣି ଦଉଛୁ। ଫେଣିବା ଦ୍ଵାରା ମୁଁ କହିଛି କଣ ହବ। ତ ଫେଣିବା ଏବେ ସରିଗଲାଣି। ଏବେ ଜଷ୍ଟ ହାଲକା ସା ଆମେ ଲଙ୍କାକୁ ଶୁଖିଲା ଲଙ୍କାକୁ ଗ୍ରାଇଣ୍ଡିଙ୍ଗ କରିଦେଇଛୁ, ଆଉ ଜିରାକୁ ଗ୍ରାଇଣ୍ଡିଙ୍ଗ କରିଦେଇଛୁ, ଆଉ ଲୁଣ ଏତିକି ବାସ୍ ସେତିକି ଏଥିରେ ହିଁ ପଡିବ। ଆଉ କିଛି ନାହିଁ। ୟାକୁ ଆମେ ମିଶେଇଦବା ଏବେ ଟିକେ ସବୁକୁ। ମିଶେଇ ସାରିଲା ପରେ ଟିକେ ଆଉ ଟିକେ ସବୁ ମିଶେଇ ସାରିଲା ପରେ ଯେତେ ଆପଣ ତାକୁ ମାନେ ଫେଣି ପାରିବେ, ଯେତେ ବି ଫେଣି ପାରିବେ ସେ ସେତିକି ଫୁଲିବ, ସେତିକି ମାନେ ବଡିଟା ହାଲକା ହବ। ତ ଏଠି ସବୁ ମିଶେଇକି ସବୁ ପୁଣି ଥରେ ତାକୁ ମିଶେଇ ଦିଆ ହଉଛି। ଆଉ ଓଡିଶାରେ ତ ବହୁତ ବଡିରେ ବହୁତ ଭଲ ଭଲ ରେସିପି ହୁଏ। ସେଟା ବି ଆମେ ଆପଣଙ୍କୁ ଦେଖିବୁ ବଡିରେ। ଏଠି ଆମେ ଉପରକୁ ଗଲୁ, ଏଠି ଯୋଉ ଚାଉଳର ଯୋଉ ବସ୍ତା ଆସେ ସେଇ ବସ୍ତାରେ ଆମେ ବଡି ପକେଇଛୁ। ଏଠି ମୁଁ ଯୋଉ ଓମଫେଡ କ୍ଷୀର ଯୋଉ ଜରି ଆସେ ସେଇଥିରେ ମୁଁ ବଡି ପକଉଛି। ବୋଉ କହୁଛି କି ଏଥିରେ ତ ସାଇଜ ସାଇଜ ବଡି ପକା, ତ ମୁଁ ଏଠି ବଡି ପକେଇ ଦଉଛି ବୋଉକୁ ହେଲ୍ପ କରିଦଉଛି। ବୋଉ ବି ସେପଟେ ତାର ମାନେ ହାତରେ ତାର ବଡି ପକଉଛି। ତ ଏମିତି ପ୍ରୋସେସ ରେ ଆମେ ମୁଁ ଏଠି ବଡି କରୁଛି। ଆପଣ ମାନେ ବି ଏମିତି ବଡି କରନ୍ତୁ। ଯୋଉ ବି ମାନେ ଅଛି ଏଠି ଆମେ ସବୁ ବଡିକୁ ଏମିତି ଗୋଟି ଗୋଟି କରି ଟିକେ ଛାଡି ଛାଡିକି ହିଁ ବଡି ପକଉଛେ। ହଁ ଆଉ ଗୋଟେ କଥା ଟିପ୍ସ ହେଲା କି ଖରା ନିହାତି ହଉଥିବା ଦରକାର। ଯେତେ ଟାଣ ଖରାରେ ଆମେ ବଡିକି ଶୁଖେଇବା ସେତେ ମାନେ ଭଲ ଫୁଲିବ ଆଉ ବହୁତ ସେଟା ଭଲ କି ହେଇଯିବ। ଆଉ ଟାଣ ଖରା ନଥିଲେ ସେଟା ସ୍ମେଲ ଟିକେ ହୁଏ, ଯୋଉଟା କି ଭଲ ଲାଗେନି। ତ ଟାଣ ଖରା ନିହାତି ହଉଥିବା ଦରକାର। ଟାଣ ଖରାରେ ବଡିଟା ପକେଇଲେ ଆପଣଙ୍କର ବଡିଟା ବହୁତ ଭଲ ହବ। ଯେମିତି ଦୋକାନରେ ଯେମିତି ବଡି ମିଳେ ସେମିତି ହିଁ ପୁରା ମାନେ ଲାଗିବ, କିଛି ବି ସ୍ମେଲ ହବନି। ଆଉ ଟାଣ ଖରା ନଥିଲେ ସ୍ମେଲ ହିଁ ହବ, ବହୁତ ସ୍ମେଲ ହବ। ତ ତେଣୁକରି ଆପଣ ମାନେ ଟ୍ରାଏ କରିବେ ଯେ ଯେତେବେଳେ ବହୁତ ଟାଣ ଖରା ହଉଥିବ ସେତେବେଳେ ବଡି ପକେଇବେ। ଆଉ ଏଇଟା ମାନେ ବହୁତ ଭଲ ଲାଗେ। ଆଉ ଏଠି ଦେଖନ୍ତୁ ଆମେ କେତେ ସାଇଜ ର ବୋଉକୁ ମୁଁ ଆମେ ବଡି ପକେଇ ଦେଇଛୁ। ଆଉ ଟିକେ ଦେଖୁଥିବେ ଯାଇକି କିଛି ଯେମିତି ଡଷ୍ଟ ନ ପଡେ। ତ ତା ଉପରେ ଗୋଟେ ଧଳାର କପଡା ପକେଇଦେବେ, ତ ସେଥିରେ ଯେମିତି ଡଷ୍ଟ କିଛି ନ ପଡେ। ତ ଆମେ ଟିକେ ଏଠି ବୋଉକୁ ମୁଁ ଆମେ ପକେଇ ସାରିଲା ପରେ ଟିକେ ଶୁଖି ସାରିଲା ପରେ ଆମେ ତା ଉପରେ ଧଳା କପଡା ବି ପକେଇ ଦେଉଛୁ। ସେ ଆରାମ ସେ ଶୁଖିଯିବ।
ଆଉ ବହୁତ ଖାଇବାକୁ ବହୁତ ଟେଷ୍ଟି ଏଇଟା 2-3 ଦିନର ବଡି ଥିଲା ଯୋଉଟା କି ଆମ ବଡି ଏବେ ରେଡି ହେଇଯାଇଛି। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବରେ ବଡି ରେଡି ହେଇଯାଇଛି। ଆଉ ପ୍ଲିଜ ଆମକୁ ସପୋର୍ଟ କରନ୍ତୁ ଆମେ ଏମିତି ସୁନ୍ଦର ସୁନ୍ଦର ଭିଡିଓ ଆଣିବୁ। ଆମ ଭିଡିଓକୁ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅନ୍ତୁ। ରହିଲୁ ଜୟ ଜଗନ୍ନାଥ।